ଗୋଟେ ପ୍ରସଙ୍ଗ ଦେଖିବା ପାଇଁ ମିଳିଛି ଯେତେବେଳେ ବିଧାନସଭାରେ ପାରିତ ହେଇଛି ବିଲ୍ ପାରିତ ହେଇଛି ବିଧାୟକ ମାନଙ୍କର ସାଲାରୀକୁ ନେଇକି ସେଟା ମାନେ ନବୀନ ବିରୋଧୀ ଦଳ ନେତା କହୁଛନ୍ତି କି ମୁଁ ଦରମା ଛାଡିଦେବି ମୁଁ ମୋ ଯୋଉ ଅର୍ଥରାଶି ବଢିଛି ମୋର ମୁଁ ତାକୁ ଲୋକଙ୍କ ସେବା ପାଇଁ ଦାନ କରିଦେବି ଆକୁ କେମିତି ଦେଖୁଛନ୍ତି ଆପଣ? ଦେଖନ୍ତୁ ଗୋଟେ ପଲିଟିକାଲ ଷ୍ଟନ୍ ନେବା ପାଇଁ ପଲିଟିକାଲ ମାଇଲେଜ ନେବା ପାଇଁ ଏହା ହଉଛି ବିଜେଡି ଦଳର ଏବଂ ବିରୋଧୀ ଦଳ ନେତାଙ୍କର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଗୋଟେ ନୂଆ ଫଣ୍ଡା। ମୁଁ ଏଥିପାଇଁ କହୁଛି ଏଇ ଜିନିଷକୁ ଦେଖନ୍ତୁ ତାଙ୍କ ଦଳ ଯେତେବେଳେ ବିଲ୍ ପାରିତ ହେଲା ସେ ସମୟରେ ମଧ୍ୟ ତାଙ୍କ ବିଜୁ ଜନତା ଦଳର ଚିଫ୍ ହୁଇପ୍ ଏବଂ ଅନ୍ୟାନ୍ୟ ସଦସ୍ୟ ସମସ୍ତେ ଉପସ୍ଥିତ ରହି ବିଲ୍ କୁ ସ୍ୱାଗତ କଲେ, ପୁଣି ସମସ୍ତେ ସମର୍ଥନ ମଧ୍ୟ କଲେ। ଯେତେବେଳେ ବିଲ୍ ପାରିତ ହେଇଯାଉଛି ସେତେବେଳେ କହୁଛନ୍ତି ବିରୋଧୀ ଦଳ ନେତା ନାଇଁ ମୁଁ ମୋର ବର୍ଦ୍ଧିତ ଦରମାକୁ ନେବି ନାହିଁ। ତ ଏଥିରୁ ପ୍ରମାଣିତ ହେଇଯାଉଛି ଯୋଉ ବିଜେଡିର ଦ୍ୱିମୁହାଁ ନୀତିକୁ। ଆପଣ ଦେଖିପାରୁଥିବେ ତାଙ୍କ ଦଳର ନେତା ହିଁ କହୁଛନ୍ତି ଆମକୁ ଦରକାର, ଜଣେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ଜାଣିଥିବେ ଆପଣ, ବରିଷ୍ଠ ବିଧାୟକ ସେ ମଧ୍ୟ ଜଣେ ବିଜେଡିର, ସିଏ କହୁଛନ୍ତି ଆମକୁ ଠିକ ଯାହା ସରକାର ଧାର୍ଯ୍ୟ କରିଛନ୍ତି ଯାହା ଦରମା ବର୍ତ୍ତମାନ ଏବେ ବର୍ଦ୍ଧିତ ହେଇଛି ଏହା ପାଇଁ ଆମେ ସ୍ୱାଗତ କରୁଛୁ। ସ୍ୱାଗତ ଯୋଗ୍ୟ ଯେତେବେଳେ ତାଙ୍କ ଦଳର ନେତା କହୁଛନ୍ତି ଇଏ ଆଡୁ କହୁଛନ୍ତି ମତେ ବର୍ଦ୍ଧିତ ଦରମା ଦରକାର ନାହିଁ। ତାମାନେ ଚିନ୍ତା କରନ୍ତୁ କଣ ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ଗୋଟେ ଆଡେ ଆଉ ତାଙ୍କ ଦଳର ଯୋଉ ଅନ୍ୟାନ୍ୟ ସଦସ୍ୟ ଅଛନ୍ତି ସେ ଗୋଟେ ଆଡେ। ତେଣୁ ଏଗୁଡା ଜିନିଷ ଅଯଥା କହିକରି ଜଣେ ବରିଷ୍ଠ ନେତା ହିସାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ଗୋଟେ ମାଇଲେଜ ନେବା ପାଇଁ ଏଇ ସବୁ ମାନେ କଥା କୁହାଯାଉଛି। ଆଉ ଗୋଟେ କଥା ଯଦି କହିବି ହେଇଥାଇପାରେ ତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଥାଇପାରେ। ସେ ତ 4 ଥର ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଯେହେତୁ ଜଣେ ଓଡିଶାର ଜଣେ ବରିଷ୍ଠ ନେତା ସେ ଆଧାରରେ ତାଙ୍କ ଅପର୍ଯ୍ୟାପ୍ତ ସମ୍ପତ୍ତି ଯେହେତୁ ଅଛି ତାଙ୍କୁ ହୁଏତ ଆବଶ୍ୟକ ପଡି ନପାରେ, ତାଙ୍କର ବ୍ୟକ୍ତିଗତ ମତ ହେଇଥାଇପାରେ। କିନ୍ତୁ ସରକାର ଯାହା ନିଷ୍ପତ୍ତି ନେଇଛନ୍ତି ଆଉ ସରକାର ଯାହା ହୃଦୟଙ୍ଗମ କରିଛନ୍ତି ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କର ଅସୁବିଧାକୁ ନିହାତି ଭାବରେ ମାନେ ଭଲ ପଦକ୍ଷେପ ନେଇଛନ୍ତି। ଯଦି ନବୀନ ପଟ୍ଟନାୟକ ମାନ୍ୟବର ବିରୋଧୀ ଦଳ ନେତା ଯଦି କହୁଛନ୍ତି ତାଙ୍କର ବ୍ୟକ୍ତିଗତ ମତ ହେଇଥାଇପାରେ କିମ୍ବା ମାଇଲେଜ ନେବା ପାଇଁ କହିଥାଇପାରନ୍ତି, ଏ ଦିଟା ଜିନିଷ ହେଇଥାଇପାରେ। ସାର୍ ଆଉ ଗୋଟେ ଜିନିଷ ରହିବ ଆମର, ଯଦି ବିରୋଧୀ ଦଳ ନେତା ଏ ଟଙ୍କା ନେବା ପାଇଁ ଚାହୁଁନଥିଲେ ତାହେଲେ ସେ କାହିଁକି ବିଧାନସଭାରେ ଏ କଥା ନ ଉଠେଇଲେ କି ଯୋଉଦିନ ବିଲ୍ ଟା ପାରିତ ହେଲା ସେ ସେଦିନ କଣ ପାଇଁ ରହିଲେ ନାହିଁ, ତାକୁ ଆପଣ କେମିତି ଦେଖୁଛନ୍ତି? ଦେଖନ୍ତୁ ସିଏ ବିଭିନ୍ନ ବ୍ୟସ୍ତତା ଭିତରେ ବେଳେ ବେଳେ ଆସୁନାହାନ୍ତି ଗୃହରେ, ତେଣୁ ହୁଏତ ତାଙ୍କୁ ସେ ଖବର ତାଙ୍କ ସଦସ୍ୟ ମାନେ ଦେଇଥିଲେ କି ନାହିଁ ଏହା ତାଙ୍କର ବ୍ୟକ୍ତିଗତ ମାନେ କାର୍ଯ୍ୟ, ମୁଁ ଏ ଭିତରେ ମନ୍ତବ୍ୟ ଦେଇପାରିବି ନାହିଁ। ସେ କାହିଁକି ଆସିଲେ ନାହିଁ କାହିଁକି କହିଲେ ନାହିଁ ଏହା ତାଙ୍କର ବ୍ୟକ୍ତିଗତ କଥା। ବାକି ତାଙ୍କ ସଦସ୍ୟ ମାନେ ନିହାତି ଜଣେଇଥିବେ, ତାପରେ ମଧ୍ୟ ସେ ବୁଝି ବିଚାରିକିରି ଏହାକୁ ଉପରେ ମାନେ ତର୍ଜମା କରିବା କଥା। ନାଇଁ ଯଦି ସିଧା କଥା କହିବା ମାନ୍ୟବର ବିରୋଧୀ ଦଳ ନେତାଙ୍କର ଅଜସ୍ର ପଇସା ଅଛି, ଅପର୍ଯ୍ୟାପ୍ତ ପଇସା ଅଛି, ତାଙ୍କୁ ଆବଶ୍ୟକ ପଡୁନଥାଇପାରେ ତେଣୁ ସେ ମନା କରିଦେଇଥିବେ। ଏଥିରେ ଆଉ ଅଧିକ ରାଜନୀତି କରିବାର କୌଣସି ମୋ ମତରେ ଆଉ କିଛି ଆବଶ୍ୟକତା ନାହିଁ।